ମୁଁ ନିର୍ମଳା ପଣ୍ଡା ଆଜି ଗୋଟେ ନୂଆ କାହାଣୀ ନେଇକି ଆସିଛି। କାହାଣୀର ଶୀର୍ଷକ ହେଉଛି ପ୍ରେମର ପ୍ରତିଶ୍ରୁତି। ଶୀତଲ ଶୀତଲ ଆରେ କୁଆଡ଼େ ଗଲ? ଆସ ଦେଖିବ, ମୁଁ ତମ ପାଇଁ ଗୋଟେ ଖୁସି ଖବର ଆଣିଛି। ଓହୋ ସାଗର, ଛାତରୁ ଲୁଗା ଆଣୁଥିଲି ପରା। କେତେ ପାଟି କରୁଛ କହିଲ? ସାଗର ଆଉ ଶୀତଲ, ତାମାନେ ତୁମେ ଆଉ ମୁଁ ଦୁଇଟି ଅଭିନ୍ନ ଆତ୍ମା। ତୁମେ ପାଟି କରି ମୋତେ ନ ଡାକିଲେ ବି ତୁମ ନୀରବତାକୁ ମୁଁ ଛୁଇଁପାରେ। କ'ଣ କହୁଛ କହିଲ? ଜାଣିଛ ଶୀତଲ, ମା ରାଜି ହେଇଗଲେ। ଆରେ କ'ଣ ଜାଣିପାରୁନ ମ, ଆମ ବାହାଘର ପାଇଁ ତମକୁ ଗାଁକୁ ଡାକିଛି। କେବେ ଯିବା କୁହ? ମୁଁ ଆଜି ବହୁତ ଖୁସି ଶୀତଲ। ଯାହା ହଉ, ମାକୁ ଏତେ ବୁଝେଇଲା ପରେ ମା ରାଜି ହେଇଗଲେ। ତୁମେ ଯେବେ କହିବ ସାଗର, ତୁମର ଛୋଟ ଛୋଟ ଖୁସି ବି ମୋତେ ବହୁତ ଖୁସି ଦିଏ। ତୁମେ କୁହ କେବେ ଯିବା? ହଁ, ଆମେ ଏଇ ଆସନ୍ତା ସଣ୍ଡେରେ ଯିବା। ମୋ ଅଫିସ୍ ବି ବନ୍ଦ ଥିବ ନା, ଆଉ ସାନ ଭାଇ ମଧ୍ୟ ଗାଁକୁ ଆସିଥିବ। ପ୍ଲିଜ୍ ସାଗର କୁହ ନା, ମାଆଙ୍କୁ କ'ଣ ଭଲ ଲାଗିବ? ମୁଁ ଶାଢ଼ୀ ପିନ୍ଧିଲେ ନା ଡ୍ରେସ୍ ପିନ୍ଧିଲେ? ଗଭାରେ ଫୁଲ ଲଗେଇ ଗଣ୍ଠି କରିବି ନା ଗୋଟେ ଲମ୍ବା ବେଣୀ ଛାଡ଼ିବି? ମୁଁ ଚାହୁଁଛି ସାଗର, ମା ମୋତେ ପ୍ରଥମ ଦେଖାରୁ ହିଁ ବହୁତ ପସନ୍ଦ କରନ୍ତୁ। ମୁଁ ତାଙ୍କ ମନପସନ୍ଦ ବୋହୂଟି ହେବାକୁ ଚାହୁଁଛି। ପ୍ଲିଜ୍। ଆଇ ଆମ୍ ପ୍ରାଉଡ୍ ଅଫ୍ ୟୁ ଶୀତଲ, ରିଅଲି ୟୁ ଆର୍ ଭେରି ଗୁଡ୍ ଗାର୍ଲ। ଗୋଟେ ମଡର୍ଣ୍ଣ ଝିଅ ହେଇ ମୋ ଗାଁର ବୋହୂ ହେବାକୁ ପସନ୍ଦ କରୁଛ, ଆଉ ମୋ ପରି ଜଣେ ସାଧା ସିଧା ସରଳ ମଣିଷକୁ ମନ ଦେଇଦେଇଛ। ତୁମେ ନିଜକୁ ନିଜ ଆଜି ପର୍ଯ୍ୟନ୍ତ ଜାଣିପାରିଲନି ସାଗର। ତୁମ ହୃଦୟଟା ବହୁତ ସୁନ୍ଦର। ସ୍ନେହ, ପ୍ରେମ, କ୍ଷମା, ତ୍ୟାଗ ସବୁ ଭରି ରହିଛି। ତୁମେ ଜାଣିଛ ସାଗର, ତୁମ ଖୁସି ପାଇଁ ଯଦି ମୋତେ ଜୀବନ ଦେବାକୁ ପଡ଼ିବ, ମୁଁ ପଛେଇବିନି। ଶୀତଲ ଆଉ ସାଗର ପରସ୍ପର ଭାବନ୍ତି କି ତାଙ୍କୁ ଈଶ୍ୱର ହିଁ ଭେଟ କରାଇଛନ୍ତି। ତାଙ୍କର ଏଇ ଗୋଟେ ଜନ୍ମ ନୁହଁ, ପୂର୍ବ ଜନ୍ମର ସମ୍ପର୍କ। ଗୋଟେ ଦିନ ବି ଦୁହେଁ ଦୁଇ ଜଣଙ୍କୁ ନ ଦେଖିଲେ ପାଗଳ। ଫୋନ୍ରେ ଶୀତଲ ସାଗରର ସବୁ ସୁଖ ଦୁଃଖ ବୁଝେ। ଖାଇବା ପିଇବାଠୁ ଆରମ୍ଭ କରି ଅଫିସ୍ ଗଲା କି ନାହିଁ, ଠିକ୍ରେ ଘରେ ପହଞ୍ଚିଲା କି ନାହିଁ, ଠିକ୍ ସମୟରେ ରାତିରେ ଶୋଇଲା କି ନାହିଁ। ଶୀତଲ ପାଖରେ ଥିଲେ ସାଗରକୁ ଲାଗେ ସେ ତା ଜୀବନର ସବୁଠୁ ବଡ଼ ସୁରକ୍ଷିତ ଜାଗାରେ ଅଛି। ସାଗର ତା ମାଆକୁ ବୁଝେଇ ସାରିଛି ଯେ ଶୀତଲ ମଡର୍ଣ୍ଣ ଝିଅ ହେଲେ ବି, ସହରୀ ଢାଞ୍ଚାରେ ବଢ଼ିଥିଲେ ବି ତା ମାଆଙ୍କର ଭଲ ବୋହୂଟେ ହେଇପାରିବ। ଆଜି ସଣ୍ଡେ। ସାଗର ଓ ଶୀତଲ ଗାଁରେ ପହଞ୍ଚିଲେ। ଗାଁରେ ସଞ୍ଜ ଯାଏ ରହି ପୁଣି ଫେରି ଆସିଲେ କଟକ। କ'ଣ ହେଲା ଶୀତଲ, ଏତେ ଗମ୍ଭୀର ହୋଇ ବସିଗଲ ଯେ? ମା କ'ଣ କିଛି କହିଲେ? ଆରେ ମୋ ମନ କଥା ମୁଁ ତମକୁ କହିଦେଇଛି ବୋଲି ମାକୁ ମଧ୍ୟ କହିଥିଲି। ସେ ତ ବହୁତ ଖୁସି ଥିଲା। କୁହ, ମନ ଦୁଃଖ କ'ଣ ପାଇଁ କରିଛ? ଶୀତଲ, ଏଇଠିକି ଆସ, ମୋ ପାଖକୁ ଆସ। ଗୋଟେ କଥା ଜାଣିଛ ଶୀତଲ, ତମେ ନା ଏ ଶାଢ଼ୀରେ ବହୁତ ସୁନ୍ଦର ଦେଖାଯାଉଛ। ଆଉ ଯୋଉଦିନ ମୋ ସ୍ତ୍ରୀ ହେଇ ବେଦିରେ ବସିବ ନା, ବୋଧହୁଏ ଜହ୍ନ ବି ଫିକା ପଡ଼ିଯିବ। ବୁଝିଲ? ବନ୍ଦ କର ଏସବୁ ସ୍ୱପ୍ନ ଦେଖେଇବା ସାଗର। ମା ମନା କଲେ, ଆଉ କହିଲେ ସାଗରକୁ କହିବନି। ସେ ତାଙ୍କ ସାଙ୍ଗ ମାନସୀକୁ କଥା ଦେଇଛନ୍ତି ତାଙ୍କ ଝିଅକୁ ବୋହୂ କରିବାକୁ। ଏକ ସୁନ୍ଦର ସକାଳ। ପୁରୀ ଜଗନ୍ନାଥ ମନ୍ଦିରରେ ବସି ଶୀତଲ ଓ ସାଗର ଅବଢ଼ା ଖାଉଥାନ୍ତି। ସାଗର ଦେଇଥିବା ସିନ୍ଦୁର ପିନ୍ଧି ଆଜି ଶୀତଲ ଗର୍ବରେ ଫାଟି ପଡ଼ୁଛି। ତା ଗୋରା ଦେହରେ ନାଲି ଶାଢ଼ୀରେ ଓଢ଼ଣା ସତେ ଯେମିତି କହୁଛି, ଆମେ ବନ୍ଧା ଆଜି ପ୍ରେମର ପ୍ରତିଶ୍ରୁତିରେ। ସାଗର ଆତ୍ମବିଭୋର ହୋଇ କହିଲା, ଚାଲ ଆଜି ଗାଁକୁ ଯାଇ ମାଠୁ ଆଶୀର୍ବାଦ ନେବା, ଆଉ ସେ ବି ବୁଝିବ ଆମ ପ୍ରେମର ପ୍ରତିଶ୍ରୁତି। ହଁ ସାଗର, ତୁମେ ଠିକ୍ କହୁଛ। ଈଶ୍ୱରଙ୍କ ପରେ ବାପା ମା ହିଁ ତ ଆମର ଦ୍ୱିତୀୟ ଈଶ୍ୱର। ଚାଲ ଆଜି ତାଙ୍କଠୁ ଆମେ ଆଶୀର୍ବାଦ ନେଇ ଆମ ନୂଆ ସଂସାରକୁ ଆରମ୍ଭ କରିବା। ସେମାନେ ବି ନିଶ୍ଚୟ ଗ୍ରହଣ କରିବେ ଆମ ପ୍ରେମର ପ୍ରତିଶ୍ରୁତିକୁ।